ଆକୁ ଆମେ ଫାଷ୍ଟ 2024 ନଭେମ୍ବର ମାସରେ ଆମେ ଗୋପାଳପୁର ଫିସ୍ ଲ୍ୟାଣ୍ଡିଂ ସେଣ୍ଟରରୁ କଲେକ୍ସନ କରିଥିଲୁ। କଲେକ୍ସନ କଲା ପରେ ଆମେ ଆକୁ ଜାଣିବା ପାଇଥିଲୁ ଯେ ଇଏ ବ୍ୟକ୍ତି ପ୍ରଜାତିର ମାଛ। ଇଏ ଅନ୍ୟ ମାଛ ଯେତିକି ରିଲେଟେଡ୍ କ୍ଲୋଜ୍ ରିଲେଟେଡ୍ ସ୍ପେସିସ୍ ଅଛନ୍ତି ଇଏ ସେମାନଙ୍କଠୁ ଭିନ୍ନ ବୋଲି ଆମେ ତାର ମର୍ଫୋଲୋଜିକାଲ କ୍ୟାରେକ୍ଟର ଷ୍ଟଡି କଲୁ। ଷ୍ଟଡି କଲା ପରେ ଦେଖାଗଲା ଯେ ଅନ୍ୟ ଯେତିକି ବ୍ୟକ୍ତି ପ୍ରଜାତିର ମାଛ ଅଛନ୍ତି ତ ଇଏ ସେମାନଙ୍କଠୁ ଆର ବଡିର କଲରରେ ଯୋଉ ଚାରିଟା ରେଡିସ୍ କଲରର ବେଣ୍ଡ ଅଛି ବଡିରେ, ସେଥି ଯୋଗୁଁ ଇଏ ସବୁ ମାଛଠୁ ଭିନ୍ନ। ତାପରେ ଆମେ ତାକୁ ଆଉଥରେ ପୁନର୍ବାର ପରୀକ୍ଷା କରିବା ପାଇଁ ଆମେ କଲୁ ତାର ମଲିକୁଲାର ଆନାଲିସିସ୍। ଜେନେଟିକ୍ ଆନାଲିସିସ୍ରୁ ଆମେ ଜାଣିବାକୁ ପାଇଲୁ ଯେ ଏ ମାଛ ସମ୍ପୂର୍ଣ୍ଣ ଭାବେ ଅନ୍ୟ ମାଛଠୁ ଭିନ୍ନ ଏବଂ ଏଇ ମାଛ 2025ରେ ଡିସେମ୍ବରରେ ନିଉ ସ୍ପିସିସ୍ କରିକି ବାଂଲାଦେଶରୁ ରିପୋର୍ଟ ହେଇଛି। ତାପରେ ଆମେ ଆକୁ ଇଣ୍ଡିଆରୁ ନୂଆ କରିକି ରିପୋର୍ଟ କରୁଛୁ। ହଁ, ବହୁତ ଟେଷ୍ଟି ମାଛ। ଏଇ ମାଛ ଖାଇବା ଉପଯୋଗୀ ବ୍ୟକ୍ତି ମାଛ ଯେହେତୁ ହେଇଥିବାରୁ ଆର କମର୍ସିଆଲ ଭ୍ୟାଲୁ ମଧ୍ୟ ଅଧିକା। ଆଉ ଭାରତରେ ଏ ପ୍ରଥମ ଥର ପାଇଁ ମିଳିଛି ଆମକୁ ଗୋପାଳପୁର ଲ୍ୟାଣ୍ଡିଂ ସେଣ୍ଟରରୁ। ଆର ସାଧାରଣ ଅନ୍ୟ ମାଛଠୁ ଆର କଲରରେ ଭେରିଏସନ ବହୁତ ରହିଛି। ଯେତିକି ବ୍ୟକ୍ତି ପ୍ରଜାତି ମାଛ ଅଛନ୍ତି ଆର ଚାରିଟା ଷ୍ଟ୍ରାଇପ୍ ରହିଛି ବଡିରେ ରେଡିସ୍ କଲର, ଯୋଉଟା କି ଅନ୍ୟ ବ୍ୟକ୍ତି ପ୍ରଜାତିର ଯେତିକି ମାଛ ଅଛନ୍ତି ତାଠୁ ଇଏ ସମ୍ପୂର୍ଣ୍ଣ ଭାବେ ଭିନ୍ନ। ହଁ, ଖାଇବା ଉପଯୋଗୀ କମ୍ପ୍ଲିଟଲି। এটা ବାଂଲାଦେଶରୁ ଯେହେତୁ ରିପୋର୍ଟ କରୁଛନ୍ତି ସେମାନେ ଆରାକାନ କରିକି ଲୋଡଜାନସ୍ ଆରାକାନ ନାମରେ ନାମିତ କରୁଛନ୍ତି। ତ ଆମେ ଏଇଟା ଇଣ୍ଡିଆରୁ ନୂଆରେ ରିପୋର୍ଟ କରୁଛୁ ଫାର୍ଷ୍ଟ ଟାଇମ୍ ପାଇଁ। ନା ନା, ନାମ ତ ବାଂଲାଦେଶ ଯେହେତୁ ଫାଷ୍ଟ ସେମାନେ କରିଛନ୍ତି ତ ତାଙ୍କ ନାମ ହିସାବରେ ଆମେ ଆକ୍ସେପ୍ଟ କରିବୁ ତାକୁ। ଆଉ ଇଣ୍ଡିଆରୁ ପ୍ରଥମ ଥର ଦେଖା ଦେଇଛି ବୋଲି ଆମେ ଏଇଟା ଇଣ୍ଡିଆରୁ ରିପୋର୍ଟ କରୁଛୁ। ହଁ, ବାଂଲାଦେଶରୁ ଗୋଟେ ଲୋକାଲିଟି ଯୋଉଟା ଅଛି ତା ନାମ ଅନୁସାରେ ଏଇଟା ଆରାକାନ ବୋଲି ସେମାନେ କରିଛନ୍ତି। ଲୋଡଜାନସ୍ ଜିନସ୍ର ଆରାକାନ ସ୍ପେସିସ୍ ସେମାନେ କରିଛନ୍ତି। ତ ଏଇଟା ଆମେ କୋଲାବୋରେସନରେ କାମ କରିଥିଲୁ। ଜୁଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆରେ ଆମେ ଏଠି ସାମ୍ପଲ ଆଣିଥିଲୁ। ତା ସହିତ ଫକୀରମୋହନ ବିଶ୍ୱବିଦ୍ୟାଳୟର ପ୍ରଫେସର ଭାସ୍କର ବେହେରା ଏଠି ଲିଡ୍ ନେଇଥିଲେ ଏଇ ରିସର୍ଚ୍ଚକୁ, ଡକ୍ଟର ଅନିଲ ମହାପାତ୍ର। ତା ସହିତ ଆମର ରିଟାୟାରମେଣ୍ଟ ସାଇଣ୍ଟିଷ୍ଟ ଏଇ ଜେଡିଏସ୍ଆଇର ଶୁଭେନ୍ଦୁ ଶେଖର ମିଶ୍ର ଏବଂ ମୋର ସହଯୋଗୀ ମାନେ ଥିଲେ ରିସର୍ଚ୍ଚ ସ୍କଲାର ମାନେ ଅନ୍ୟ ରିସର୍ଚ୍ଚ ସ୍କଲାର ଟିକେଶ ଥାତାଚାରୀ, ସ୍ମୃତିରେଖା ଆଚାର୍ଯ୍ୟ ଏବଂ ଡକ୍ଟର ସ୍ୱରୂପ ରଞ୍ଜନ ମହାନ୍ତି। ଆକ୍ଚୁଆଲି ଏଇଟାକୁ ଆମେ ଯେତେବେଳେ ଜୁଟାକ୍ସା ଜର୍ନାଲକୁ ପଠେଇଥିଲୁ, ଜର୍ନାଲ ତାର କ୍ୱାରି କିଛି ଆସିଥିଲା, ତାକୁ ଆମେ ଯେତେବେଳେ ପବ୍ଲିଶ ଆକ୍ସେପ୍ଟେଡ ହେଇଗଲା ପରେ ଜର୍ନାଲର ମାନେ ଲିଟରାଲି କହିବାକୁ ଗଲେ ଆମେ 7-8 ଦିନ ଡେରି ହେଇଛି ଆମର ଜର୍ନାଲ ଯୋଗୁଁ, ଯୋଉଥିପାଇଁ କି ବାଂଲାଦେଶରୁ ସେଟାକୁ ଆଉ ଗୋଟେ ନାଁ ଦେଇକି ପବ୍ଲିଶ ହେଇଗଲା ଏବଂ ଆମେ ବର୍ତ୍ତମାନ ଭାରତରୁ ସେଟା ପ୍ରଥମ ଥର ପାଇଁକି ରିପୋର୍ଟ କଲୁ। ଆଉ ଏଇ ମାଛଟା ଗୋପାଳପୁରରୁ ଧରା ହେଇଥିଲା। ଗୋପାଳପୁରରୁ ରାଜେଶ ଆଉ ଥାତାଚାରୀ ମିଶିକି ଆଣିଥିଲେ। ସେମାନେ ଆଣିଲା ପରେ ତା ଉପରେ ସମ୍ପୂର୍ଣ୍ଣ ଅନୁଧ୍ୟାନ କରାଯାଇଥିଲା। ସେ ମାଛର ଆଉ ଗୋଟେ କଞ୍ଜେନର ସ୍ପିସିସ୍ ଅଛି ଯୋଉଟାକୁ ଆମେ ପରୀକ୍ଷା କରିବା ପାଇଁ କି ଚେନ୍ନାଇ ବି ଯାଇଥିଲୁ। ସେଠୁ ତାର ସେ କଞ୍ଜେନର ସ୍ପିସିସ୍ ଯୋଉଟାର ଟାଇପ୍ ଲୋକାଲିଟି ଥିଲା ଶ୍ରୀଲଙ୍କା, ତାକୁ ବି କଲେକ୍ଟ କରିକି ଆଣିଥିଲୁ। ସବୁର ପୁଙ୍ଖାନୁପୁଙ୍ଖ ଭାବରେ ଡିଏନଏ ଆନାଲିସିସ୍ କରାଯାଇଥିଲା। ତାପରେ ଏଇଟା କାଲି ହିଁ ପ୍ରକାଶିତ ହୋଇଛି ଜୁଟାକ୍ସା ଜର୍ନାଲରେ ଭାରତରୁ ପ୍ରଥମ ଥର ପାଇଁ। ଏହାର ନାମକରଣ ଆମେ ଦେଇନୁ। ଆକ୍ଚୁଆଲି ବାଂଲାଦେଶରୁ ଆରାକାନ କୋଷ୍ଟର ତାଙ୍କର ଗୋଟେ ଜାଗା, ତାଙ୍କ କୋଷ୍ଟର ନାଁ ଅନୁସାରେ ସେମାନେ ଆକୁ ଆରାକାନ କରିଛନ୍ତି। ଏଇଟା ଆମେ ଆକ୍ଚୁଆଲି 2024ରେ ଧରିଥିଲୁ। 24ରୁ 25 ଯାଏ ଆମେ କାମ କରୁଥିଲୁ। ତାପରେ କଲା ପରେ ଆମେ ବହୁତ ଶୀଘ୍ର ଜାଣିବାକୁ ପାଇଥିଲୁ ଏଇଟା ପ୍ରଜାତି ରିପୋର୍ଟ ନାହିଁ, ତେଣୁ ଆମେ ସାଙ୍ଗେ ସାଙ୍ଗେ ପବ୍ଲିଶ କରିବାକୁ ବି ଚେଷ୍ଟା କରିଥିଲୁ। ଆଉ ଜର୍ନାଲରେ କିଛି ଦିନ ଯୋଉ ଡିଲେ ହେଲା, ସେ ଭିତରେ ଗୋଟେ ସପ୍ତାହ ଭିତରେ ସେମାନଙ୍କର ପବ୍ଲିଶ ହେଲା ଆଗ, ତେଣୁ ଆମର ଏଟା ବି ସେମ୍ ଜର୍ନାଲ ତାକୁ ପବ୍ଲିଶ କଲା ଭାରତରୁ ନୂଆ। ଦାନ୍ତ ଆର ମେନ୍ କ୍ୟାରେକ୍ଟର ନୁହଁ। ଆର ଆକ୍ଚୁଆଲି ଯୋଉ ରଙ୍ଗ ଦେଖୁଛନ୍ତି କଲର, ଏ କଲରଟା ୟୁନିକ୍। ଆଉ ଡିଏନଏ ଆର ପୁରା ଅଲଗା। ଡିଏନଏରୁ ବାହାରିଲା, ଏଇଟା ସମ୍ପୂର୍ଣ୍ଣ ଅଲଗା ପ୍ରଜାତିର ମାଛ, ଯୋଉଟା ବାଂଲାଦେଶରୁ ଧରା ହେଇଥିଲା ସେଇ ପ୍ରଜାତିର ମାଛ। ହଁ, ସମ୍ପୂର୍ଣ୍ଣ ଖାଇବା ଉପଯୋଗୀ। ଏଇଟା ପୁରା ଫୁଡ ଫିସ୍। ଆଉ ଗୋଟେ ଜିନିଷ ମୁଁ କହିବି ଯେ ଏବେ ବି ମାନେ ମାଛ ବିଷୟରେ ଆମେ ବହୁତ କିଛି ଜାଣିନୁ। ଗୋପାଳପୁରରେ ଯଦି କିଛି ଗୋଟେ ବଡ଼ ମାଛ ପ୍ରଜାତି ଆମ ଲିଷ୍ଟରେ ନାହିଁ ବା ଆମେ କେବେ ଆଗରୁ ଦେଖିନୁ ବୋଲି ଭାବୁଛୁ। ତେଣୁ ବହୁତ ପ୍ରଜାତିର ମାଛ ଏଠି ଅଛନ୍ତି ଯାହାର ଏବେ ରିସର୍ଚ୍ଚ ହେବାର ଅଛି ଏବଂ ଯାହା ବିଷୟରେ ଆମକୁ ଜାଣିବାର ଅଛି। ଏଇଟା ପ୍ରଥମେ ମୋର ଆଉ ମୋର ସହକର୍ମୀ ରାଜେଶ ଆମେ ଯାଇକି ଗୋପାଳପୁର ଲ୍ୟାଣ୍ଡିଂ ସେଣ୍ଟରରୁ ଧରିଥିଲୁ ଏବଂ ତାର ଟାକ୍ସୋନୋମିକ ମାନେ ପରୀକ୍ଷା କଲା ପରେ ଆମକୁ ଲାଗିଲା କି ଏଇଟା ହଉଛି ଭାରତରେ ମିଳୁଥିବା ବାକି ଏଇ ଗ୍ରୁପର ଭିକ୍ଟି ମାଛ ଗ୍ରୁପରେ କାହା ସହିତ ମିଶୁନି ବୋଲି। ଏଇଟା ପାଖାପାଖି ଆମକୁ 1.5ରୁ 2 ବର୍ଷ ଲାଗିଥିଲା ଏଇ ରିସର୍ଚ୍ଚଟାକୁ କନକ୍ଲୁଜନରେ ଆଣିବା ପାଇଁ। ପ୍ରଥମେ ଆମେ ଯେତେବେଳେ ପାଇଥିଲୁ ତାକୁ ଆମେ ନାମକରଣ ଦେଇଥିଲୁ ଶ୍ରୀ ରତନ ଟାଟାଙ୍କ ଉପରେ ଆମେ ତାଙ୍କର ନାମକରଣ କରିଥିଲୁ। କିନ୍ତୁ ପବ୍ଲିକେସନ ପାଇଁ ଯେତେବେଳେ ପଠେଇଥିଲୁ
ପଠେଇଲା ପରେ ପାଖାପାଖି ବର୍ଷେ ବା 1.5 ବର୍ଷ ପରେ ଆମକୁ ଜାଣିବାକୁ ମିଳିଲା କି ବାଂଲାଦେଶରୁ ଏହି ପ୍ରଜାତିକୁ ସେମାନେ ପ୍ରଥମ ନାମକରଣ ଦେଇସାରିଛନ୍ତି ଆଉ ତାର ନାଁ ଦିଆଯାଇଛି ଲୁଟଜାନସ୍ ଆରାକାନ। ଏଇଟା ୟାର ଦେଖିବେ କି ଆପଣଙ୍କ ଦେହରେ ଚାରିଟା ଗାର ପଡିଛି, ମାନେ ନାକରୁ ବା ଆଖିରୁ ନେଇକି ଲାଞ୍ଜ ଯାଏଁ ଚାରିଟା ୟାର ନାଲିରୁ ନେଇକି ମାଟିଆ ରଙ୍ଗର ଗାର ଥାଏ ୟାର। ତ ସେଇ ଗାରକୁ ଦେଖିକି ଆମକୁ ଲାଗିଲା କି ଇଏ ହଉଛି ଅନ୍ୟ ବ୍ୟକ୍ତି ପ୍ରଜାତିରୁ ଭିନ୍ନ ଅଛି। ଆଉ ତାର ପରୀକ୍ଷା କରାଗଲା, ମର୍ଫୋମେଟ୍ରିକ ମେଜରମେଣ୍ଟ କରାଗଲା, DNA ଆନାଲିସିସ୍ କରାଗଲା, ଆଉ ସେଇଥିରୁ ଆମକୁ ଜାଣିବାକୁ ମିଳିଲା କି ଏଟା ଗୋଟେ ଅଲଗା ପ୍ରଜାତି। ଏଟା ପାଖାପାଖି ଆମକୁ ଯୋଉ ଏଠିକାର ବୋଟ ଗୁଡାକ ଯାଆନ୍ତି ୱିଦିନ୍ 5 କିଲୋମିଟର ଭିତରେ ମାଛ ଗୁଡାକ ଧରନ୍ତି। ଏଠି ଅଛି କୋରାଲ ରିଫ ବି ଅଛି। ତ ଏଇଟା ହଉଛି ସେ ଯୋଉ ପଥର ଏରିଆ ଗୁଡାକ ଅଛି, କୋରାଲ ରିଫ ଅଛି, ତା ସହିତ ସବୁବେଳେ ଏଇ ମାଛଟା ସେ ଚାରିକର ହେଇ ରୁହେ।